आम जानले से जो लास्ट पुओ जन्म है दक्ष प्रजापति से टे मन रहा आड़ साढ़े दूर पशिगले श्री शुकोवाच हेमंते पितारंतरे पिताराजा घनी शिरे जम्बूदीपरे प्रजाजन अग्नि आग्निध्र करई पवन जम्बूदीपरे राजा है आग्निध्र से जम्बूदीप आमर सातटा दीप ना सातटा दीप भीतर जम्बूदीप गोटे हेमंते केते दिन गला अग्निध्र मने विचार्य संतोष पितृलोकंकर केमंते होइब मोहर पितृलोकंक पाई मु कोन करि परिबि समान केमि मुक्त हेबा समान केमि समस्त सद्गति प्राप्त हेबा मो पितृलोकंक चिंता करथि जम्बू दीपटा हम केंद्रापड़ा तो जो दीपटा एबे सिना शामिल ही कि से दीपटा में तो भारत रे जम्बू दीप भितर हम भारत रे सातटा दीप पृथ्वीटा 7 भाग विभक्त होइछि सातटा दीप कहले हम पढ़िले ने साकेले दीप सैमले दीप जम्बू दीप एमती सातटा दीप सात जन जेते रामायण महाभारत जाय कोनी उत्पत्ति होजी भारत तो 300 रहउजी वो दिवदी आसे अलग हेमंत मने विचार्य मंदर गिरि मिलिया सुरवनिता क्रीड़ा स्थाने वसिया संसार करतंको ध्यायी बसिर स्थिर मन होई ताहा जानिले भगवान जे ब्रह्म सृष्टिर स्वभारे करई गायन जहार पूर्व चिते आग्नेय कहले पितृपिता महंकर सदगति कामना करे मंदर गिरे भगवान ब्रह्मा को तपस्या पसरी ताको पेसिले बेग करिया अग्निध्र तपो बनलागे मिलिला पोसरी अति मंजुल मनोहर विविध विटापि कार घन निबिड़ता मनो छंती नाना पखिगण
ସ୍ୱଚ୍ଛରେ ବଳ ସ୍ୱାଦୁ ବାରି ବିବିଧ ଜଳାଶୟ ପୁରୀ। ଆଗ୍ନିଧର ତପସ୍ୟା କରୁଛନ୍ତି ବେଦ ବ୍ରହ୍ମାଙ୍କୁ, ତେଣୁ ତାଙ୍କର ତପସ୍ୟାକୁ ବିଘ୍ନ ଘଟାଇବା ପାଇଁ ସ୍ୱର୍ଗରୁ ଅପସୀମାନଙ୍କୁ ସେ ପଠାଇଲେ। ତୁମେ ଯାଇକରି ତାଙ୍କର ତପସ୍ୟାକୁ ଭଗ୍ନ କରିଦିଅ। ପ୍ରକୃତ ତାଙ୍କର ନିଷ୍ଠା ଅଟଳ ଅଛି ନା ହଲଚଲ ଅଛି, ଏ ପରୀକ୍ଷା କର ଏବଂ ତାଙ୍କର ତପସ୍ୟାକୁ ଭଗ୍ନ କରିଦିଅ। କୁକୁଟ କାରଣ୍ୟ ହଂସ କରନ୍ତି ରୁଚିର ବିଳାସ କଲ୍ହାର ନାନା ପୁଷ୍ପହାର ପଦ୍ମ ପୂରିତ ସରୋବର ମନ୍ଦ ପବନ ବହିନୀତି ତା ଦେଖି କନ୍ୟା ତୋଷଚିତି କରଇ ଲଳିତି ଗାୟନ ବିନ୍ୟାସୀ ପାରଗତିମାନ ଚରଣେ ନପୁର ତାହାର ଧ୍ୱନି କରଇ ମନୋହର। ଅପ୍ସରା ଯେମିତି ସେଠି ତାର ମାନେ ନାଚିକି ଗୀତ ବୋଲିବା ଆରମ୍ଭ କରିଦେଲା, ଯୋଉଠି ଏ ତପସ୍ୟା କରୁଛନ୍ତି। ଅତି ମଞ୍ଜଳ ତାଳ ଚୁଣିଲେ ରୂପ କୁମାର ଶିରୋମଣି ସମାଧି ଯୁଗରୁ ତାହାର ନୟନ କମଳ ଯୁଗଳ ঋଷି ଦେବୀ କଷିତ କଳା ମନ୍ଦ ମଧୁରେ ସେ ଚାହିଁଲା ନିକଟେ ତାର ମୁଖ ଦେଖି ପିଛାଡ଼ି ନ ପାରଇ ଆଖି ରଙ୍ଗର ପତ୍ନୀ ସେ ସନ ପୁଷ୍ପ ଲୋଡ଼ଇ ବନ ବନ ଦେବ ମାନବ ଆଦି ତୁଳା ଶୋଭନ୍ତି ଜଗତେ ବିହାର ଅବଲୋକନରେ ସୁସ୍ୱର ବଚନ ମଧୁରେ ଆନନ୍ଦି ଗୌର ତପସ୍ୟା କରୁଛନ୍ତି। ତାଙ୍କର ଧ୍ୟାନ ଭଗନୀ ଯେତେବେଳେ ଅନେଇ ଦେଲେ ଜଣେ ସୁନ୍ଦରୀ ନାରୀ ତାଙ୍କ ଆଗରେ ଆଖିରେ ଯାଇକି ସେ ନୃତ୍ୟ କରୁଛନ୍ତି। ପ୍ରାଣୀର ମନକୁ ସେ ନେଇ ଅନଙ୍ଗେ ବସଜେ କରଇ ସେ ଯେତେବେଳେ ବାକ୍ୟ କହି ବଦନୁ ସୁଗନ୍ଧ ଉଠାଇ ତେଣେ ଲୋଧକ ଭୃଙ୍ଗଗଣେ ଭ୍ରମନ୍ତି ତାର ସନ୍ଧ୍ୟାନେ ତେଣୁ ନ ପାରେ ବେগে ଯାଇ କମଲେ ବସନ ଚଳଇ ତା ଦେଖି ନୃପତି ନନ୍ଦନ ହୋଇଲା ଅନଙ୍ଗେ ଧୀନ। ତାଙ୍କର ଚିତ୍ତକୁ ଅପ୍ସରା କ'ଣ କଲେ ବିଚଳିତ କରିଦେଲେ। ତାଙ୍କ ମନ ଭିତରେ ଆଙ୍କରି ରୂପ ପ୍ରତିଭା ନାଚି ଉଠିଲା। ସେ କହିଛି ଏଇଟା ଚକ୍ଷୁ ଦେଖୁଛି ନା ରୂପ, ସୁନ୍ଦର ରୂପ ଦେଖିକିରି ଏ ବିମୋହିତ ହୋଇଯାଉଛି, ଇଏ ଗୋଟିଏ ଶକ୍ତିଶାଳୀ ଇନ୍ଦ୍ରିୟ। ତେଣୁ ତାଙ୍କ ମନକୁ ସେ ଯେଉଁ ଉଦ୍ଦେଶ୍ୟରେ ଯାଇଥିଲେ ସେ ଉଦ୍ଦେଶ୍ୟକୁ ଇଏ ଭଗନ କରିଦେଲେ। ରୂପ ନ ଦେଖିକି ଗୁଣ ଏଗୁଡ଼ା ସବୁ ଗୁଣକୁ ଆଗ ଦେଖିକିରି ନାରୀକି ଯାଇ ପଠେଇଛନ୍ତି, ତାର ରୂପରେ ତ ମୁଗ୍ଧ ହେଇଯିବେ ଆଉ। ସମୟ ଦେଖିବାର ଅଛି ତ, ତା ସମୟ ଟାଇମ୍ ତ ଆଗେ ତ ଇଏ ସେଇଟା କ'ଣ କିଏ ଜାଣିପାରିବ? ଆମେ ତ ତାକୁ ବିଚାର କଲା ସିଏ ପ୍ରଥମରୁ ତାକୁ ଦେଖି ସିଏ ସାରିଲାଣି, ଆପଣଙ୍କ ମନଟାକୁ ଆଗେ ନଷ୍ଟ କରି ସାରିବଣି, ଆପଣଙ୍କ ମନଟା ତା ଆଡ଼କୁ ଢଳେଇ ସାରିବଣି। ତାପରେ ବିଚାର କରିବା ଜ୍ଞାନ ବିବେକ ତାର କ'ଣ ଅଛି କ'ଣ ନାହିଁ ତା ଚିନ୍ତା କରିବା। ଆମେ ତ ମୂଳରୁ ସିଏ ଦେଖି ଦେଖୁ ପାଉ। ମୂଳରୁ ତ ବିଗିଡ଼ି ଗଲା। ଦେଖିଲେ ଜାଣି ଜାଣି ହବ, ଆମେ ସିନା ଏଇଟା ବିଚାର କରୁଛେ, କିନ୍ତୁ ଆମକୁ ଇନ୍ଦ୍ରିୟ ମାନେ ଏତେ ଶକ୍ତିଶାଳୀ, ସେଇ ଜିନିଷ ପ୍ରତି ସେମାନେ ମୁଗ୍ଧ ହେଇକିରି ସେଆଡ଼କୁ ଟାଣି ନେବେ। ଜଳ ପରାଇ ସେ ହୋଇଲା କାହୁଁ ତୁ ଆଇଲୁ ବୋଇଲା ପର ଦେବତା ମାୟା ହୋଇ କିୟ ମନେ ଲୁରୁ ତୁହି କାମର ଅସ୍ତ୍ର ମାନ ଘେନି କି ଅର୍ଥେ ଭ୍ରମତୁ ମୃଗାକ୍ଷୀ କହ ତୁ ବଚନେ ମୃଗ କୋଲୁ କିବା ମନେ ତୋ ବେନି କମଳ ଲୋଚନ ନିଶ୍ଚୟ କାହାକୁ ବିନ୍ଧିବୁ ସୁନ୍ଦରୀ କହ ତୁ ମାୟା ଦୂର କରି ଯେଉଁ ଲୋକକୁ ଦୟା କରୁ ଅନଙ୍ଗ ଅନଳେ ନମାରୁ
ପଚାରୁଛନ୍ତି କାହିଁକି ଆସିଛୁ, କେଉଁଠି କ'ଣ ତୋର ଏଠି କାମ, କାହାକୁ ତୁମେ ଖୋଜୁଛ। ଚରଣ ପଙ୍କଜେ ତୋହର ମଧୁର ବାଜଇ ନୂପୁର ଶରୀରେ ପୁଲକ ତୋହର ପୁରରେ ଘନ କୁଚଭାୟ କିୟବା ଚକ୍ରବାକମିନି ଶରୀରେ ବହିଛୁ ଭାମିନି ମଧ୍ୟ ଭାଗ ଯେ କୃଷ ତୋର ଦେଶଇ ଅତି ମନୋହର ଯଦି ମନୟନ ଯୁଗଳ ଆଶ୍ରୟ କଲାକ ନିଶ୍ଚଳ ହରିବୋଲ ମୋହର ତପୋବନ ଭୂଇଁ ଅତି ସୁଗନ୍ଧ କଲୁ ତୁହି ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର ସେ କି ଅନଙ୍ଗ ବସ ହୋଇ ରହିବ ଅନ୍ତକେ ଦେହି ଅଦ୍ଭୁତ ସୁଧାରସ ସାର ଆନନ୍ଦ କରଇ ଅଧର ସୁରଙ୍ଗ ଦିଶଇ ବାହାର କିୟବା ଦେବା ପଟାନ୍ତର ବିଷ୍ଣୁ କଳାକୁ କିତୁ ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ ମକର କୁଣ୍ଡଳତ କର୍ଣ୍ଣେ ଚଞ୍ଚଳ ମିନକି ନୟନେ ତୋର ଦନ୍ତ ପତି ଦୁଇ ଡାଳିମ୍ବ ମଞ୍ଜିକି ଗଞ୍ଜଇ ତାଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି। যে তোর কর পদ্মে ধরি পতঙ্গ খেলাও সুন্দরী তার ভ্রম করিবারে মোচিত ভ্রম সেউ করে এ বন সরোবরে মহি কষ্টে তপস্যা চরই তপ কি পূর্ণ হেলা মোর যেণু তু নয়ন গোচর আজ কেবল তপস্যা পূর্ণ হয়ে কেতে দর্শন কলি কিয়বা ব্রহ্মা প্রসন্নরে সুন্দরী মিলিল ছাউরে প্রসন্ন হুয় মতে তুহি মিত্র ভাবরে মোহরই তোতে ন ছাড়ি বহি মহি ব্রহ্মা কি দেলে পঠিয়াই তোহর দেহ মোর মন বসিরা নিশ্চয় নয়ন হে পিন স্তনে শুভ্র কৃষি তু মতে ঘেন গো আশ্বাসী চিত মোহর তোর তহি নিশ্চয় রহিলা গো সহিয়ানন্দে গোয়াল হরি মোর সফল কর তুহি হা স্বভাবে তুত পুণ্য দেহা এমন্তে অনুনয় বাণী বিবিধে কহে রূপমণি মধুর কোমল বচন কহি হরিলা কন্যা মন নিরূপ কুমার রূপ গুণ বিদ্যা যৌবন সুরপণ এমন্ত গুণে কন্যা মন তক্ষণে হইলা বন্ধন আগ্নিঝ সংঘতে সুন্দরী লক্ষ্য বরস ভোগ করি জম্বুদ্বীপর প্রতি তুলে বিবিধ ভোগ সে ভঞ্জিলে সে পূর্বচিতি গর্ভজাত হইলে আগ্নিধর সহিত রহিলে রাজা ତାଙ୍କ ସହିତ ମିଳନ ହେଲେ ଏବଂ ତାଙ୍କର ମଧ୍ୟ ସନ୍ତାନ ଉତ୍ପନ୍ନ ହେଲେ। नाभि रम्यक किं पुरुष कुरु भद्रास हरिवर्ष हिरण्मय जैलावृत केतुमय नवसुत बरस बरस के तारुहन्ति नव कुमार पुत्र से अप्सरुगाडु गृहकु पूर्वचिति तेजे ब्रह्माचरणे पुनः भजे मातार पुण्य मणु करी कुमारे धर्म कुआचरी पिता विभाग अनुमते जम्बुद्वीपकु যথোচিতে ভোগ করিলে এই কুমারে পিতার আজ্ঞা ঘেনিসিলে ইয়ন্তে আগে রাজন সকামে করি কর্মমান সে কিছু দিন অনন্তরে গমিলে সে পিতৃ করে পিতা পিতৃলোকান্তরে সে রাম ভ্রাতে সহ ଆଗ୍ରହର କବି ତାଙ୍କର ମୃତ୍ୟୁ ସମୟ ସୁପ୍ରସ୍ତୁତ ଥିଲା ସେ ମଧ୍ୟ ପିତୃଲୋକକୁ ଗମନ କଲେ। मेरुर कन्या मान जेते विवाह होइले वेद मते प्रतिरूपादि नारी रम्या मेरु देवाजे लता श्यामा उग्र द्रष्टा जे देवकीर्ति भद्राजे
जगन्नाथ आगृध सुतंकचरितानंदवा हरि बोल। इति श्रीमद्भागवते महापुराणे परमहंस संहितायां पंचम स्कंदे आगृध चरितं नाम द्वितीय अध्याय तृतीय अध्याय तृतीय नाभिर चरित वृषभदेव गान सूत श्री सुकोवाच आगृध सुतं वधरे नाभिर पुत्र लोहिवारी विचारी पुत्र कामनारे ता पत्नी मेरु देवी ठारे भगवान यज्ञ पुरुषे से राजा भजिला विश्वासे नाभि जे शुद्ध भाव धरी मंत्रे आहुति ताहार श्रद्धा भाव करि यज्ञ प्रसन्न रहि भगवान भक्त वर्ष से सर्वात्मार कुशलानंद देवान हरि बोल। ନାଭିରେ କ'ଣ କରି ଆଗ୍ନେୟଧରଙ୍କର ହଉଛନ୍ତି ନଅ ପୁତ୍ର, ତା ଭିତରୁ ନାଭି ତାଙ୍କର ଗୋଟିଏ ପୁତ୍ର। ନାଭିଙ୍କର କୌଣସି ସନ୍ତାନ ସେମିତି ନହେବାରୁ ସେ ଯଜ୍ଞ କଲେ ଏବଂ ଯଜ୍ଞ କରିକରି ଭଗବାନ ନାରାୟଣଙ୍କୁ ସନ୍ତୁଷ୍ଟ କଲେ ଏବଂ ନାରାୟଣ ଯଜ୍ଞରୁ ବାହାରିକରି ତାଙ୍କୁ ବର ପ୍ରଦାନ କଲେ। ସେ ବିଷୟ ପଢ଼ା ଯିଏ ତପସ୍ୟା କରୁଥିଲେ ତାଙ୍କର ନଅ ପୁତ୍ର ହେଲେ, ନଅ ପୁତ୍ରର ସମସ୍ତଙ୍କର ପୁତ୍ର କନ୍ୟା ହେଲେ, ନାଭିର ହେଲାନି। ନାଭି ତେଣୁ ଯଜ୍ଞ କରିକରି ଯଜ୍ଞରେ ଭଗବାନଙ୍କୁ ସନ୍ତୁଷ୍ଟ କରି ପୁତ୍ର ପ୍ରାପ୍ତି ହେଲେ। राजार संतोष निमंते स्वच्छंदे अति हृष्ट चिते मनोनयनानंद वेश अग्नि रे होइले प्रवेश। କି ଯଜ୍ଞ କଲେ ସେଟା पुत्रिष्ट यज्ञ ପୁତ୍ର ହେଲେନି ସେଟା କ'ଣ पुत्रिष्ट यज्ञ पुत्र कामना जो यज्ञ करा जाए ताको पुत्रिष्ट ଏ यज्ञ। ଯୋଉ ଦଶରଥ ଯେମିତି କରୁଥିଲେ हाँ ଯେମିତି ବିଶ୍ୱ ଶାନ୍ତି ମହାଯଜ୍ଞ ଆପଣ କହୁଛନ୍ତି ସଂସାରରେ ସମସ୍ତ ଲୋକଙ୍କର କଲ୍ୟାଣ ନିମନ୍ତେ ମୁଁ ଯଜ୍ଞ କରୁଛି, ତା ନାଁ ଆମେ ଦେଉଛି ବିଶ୍ୱ ଶାନ୍ତି ମହାଯଜ୍ଞ। ଭୁଜ ଯୁଗଳ ବେନି କରି ପିତଳ ସନ୍ତି ଧରି ଶଙ୍ଖ କମଳ ବାଣୀ ଧରି ଦକ୍ଷିଣ କରି ଗରାରି ତେଜେ ବିରାଜମାନ ହୋଇ କୌସ୍ତୁଭମଣି କଣ୍ଠେ ଶୋଇ ଅମୂଲ୍ୟ ରତ୍ନ मुक्ताहार विराजमान हृदय। भगवान से अग्निरु आविर्भूत ही राजा को दर्शन देले। विविध मणि मानकरे निर्मित मुकुट शिरा कुंडल कंकण सुंदर कटी मेखला रत्न सार हार केउरा जनेपुर ए आदि भूषण शरीर निर्वाण हरि बोल। से यज्ञ करण कर्तार उत्सुक हृदय प्राण निर्धन गृह प्रतिधन कोटि निधि पाई जैसन। राजा भगवान विष्णु यज्ञରୁ आविर्भूत ହେଲେ ତେଣୁ ରାଜା ଯେମିତି କୋଟି ନିଧି ପାଇଲା ଭଳିଆ ତାଙ୍କର ମନ ପ୍ରଫୁଲ୍ଲିତ ହେଇଗଲା। କାର୍ଯ୍ୟଟା ସଫଳ ହେଲେ ଯେମିତି ମନରେ ଆନନ୍ଦ ଆସେ। तेमंत होई दिजगण जगरे थिले जेते जन परम हरसतु पाई न मिले सिरे कर दे। भगवान विष्णु समस्ते जयमान ऋषि जेते सब थे समस्त ब्राह्मण मान राजा सहित तनको प्रणाम कले। गुणार्थ परम प्राण तुम्हारे भृत्य गण सर्व पूजित तू ठाकुर सेवा तू घन हे अम्बर दोहरा चरणारविंदे
तोहरा जेते भक्त जने आनंदे मनोहर प्रसन्ने सलील दुर्वा तुलसी पूजंती तोहरा पयोरे जेणे तू परम पुरुष प्रसन्न हेउ ऋषिकेश ये यज्ञ होइला सफल जेणो प्रसन्न सुफल कियवा परे होइबे तू अधिकरे बालक बुद्धि जे सने हेमंत प्राय अभिमाने पूर्ण जे परम पुरुषे यज्ञ जे करू तो विश्वासे परम दयालु सागर राजा को प्रभु कृपा कर ब्राह्मण मान ऋषिमान प्रभु को निवेदन किया कि प्रभु हम यजमान कल्याण के कृपा करो हमको आशीर्वाद प्रदान करो हेमंत स्तुति श्रावण जगत प्रभु श्री अग्निराजर चक्षुर गोचर होइले अति मनोहर गुणी बोलंती जगण भनाथ सावधाने सुण ज्ञान नळे पापद पाद पद्म जुग ध्यायी जे आत्मा राम मुनि सेवंती तोहर चरण ये तोर गुण कर्म मान करंती अविरति ध्यान तोनाथ अक्षय ठाकुर परम मंगल घर आंबे विकल हीन जन परिभू तोहरा स्मरण सकल कलुष नाशन निर्मल तरुण गायन आम्भर मरण सारी तो नाम थिब वचनरे हेमंताज्ञ प्रभु कौन खेड़ ब्रह्मांड ठाकुर प्रभु मृत्यु समय जमी आपणकर रूप आपणकर नाम आमर स्मरण थी आम से केवे भूलीजु ना मृत्यु समय कौन हुए ना आम विभिन्न प्रकार बात गीत कफर धरात्मी इतिहास आपणकर से देहर किसी शक्ति सामर्थ्य पूरा संपूर्ण विलोप हो लोक कहते गोटिया पकाइले कहते घड़घड़ 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 कप झाकी देव जे आपणकर खाली निश्वासटा धीरे धीरे जाऊे आपणकर कहवाई नथिब शक्ति कि शुणापी शक्ति नहीं किसी भी आपंकर सामर्थ्य सब रोध करदे बात गीत कफ सब गुड़ाक एमती अवस्था आपको पूरा न्यून करदे आपको पूरा शक्तिहीन पूरा करदेव से आपंकर कौन किसी सामर्थ्य नथिब तेणु से समय आमर जमी आपण कथा स्मरण रही तू शुण भाव ग्राही राजा पुत्र कान होई तोर प्रसाद कुमार मागई सदृश्य रे आपण भाया सुंदर पुत्रटे राजा ये आशीर्वाद प्रदान स्वर्ग भोग मुख्य पद सकल देव तू गोविंद ये पुत्र मागई जमंते तू स मागिबा धनवंते तू स मागिबा धन मते जे बहुत धनी ताको आपण जदि कहले मते से कहले कुंडा माने शस्यर जो गोटाक वर्ज्य वस्तु जो गोटा छड़ी दे कुंडा कर ताको मागिबा जा भगवान को गोटे भाया सामान्यतम निवेदन करवा से जहाँ पाखे सबू सुखर ऐश्वर्य जहाँ चाहिए सी देपारे तार तेणु मोर किसी आवश्यक नहीं मत आपण सदृश पुत्रदार हाँ तो मूल से परिवार दीर्घ वर्ष धरी से निष्ठा रही भगवान से कौन यज्ञ करने मात्र भगवान नारायण से पूजक मैंने से भाया सामर्थ्यवान लोक थे डाकिला माने आउ कहीं रहीपर कौट आसिक समस्ते
ସେ ଦେଖୁଥିଲା ଇନ୍ଦ୍ରାୟ ସ୍ୱାହା କଲେ ଇନ୍ଦ୍ର ଆସିକରି ଆହୁତି ଗ୍ରହଣ କଲେ ଅଗ୍ନିକି ସ୍ୱାହା ଦେଲେ ଅଗ୍ନି ଆସି ଗ୍ରହଣ କଲେ ଯାହାକୁ ଡାକିଲେ ସିଏ ଦେଖିବେ ସିଏ ଆସି ଗ୍ରହଣ କରୁଛନ୍ତି ଯୋଉଟା ଗର୍ଭବତୀ ସ୍ତ୍ରୀ ଲୋକ ସେଇଗୁଡ଼ା ଆଧ୍ୟାତ୍ମିକ ଯୋଉ କଥା ଗୁଡ଼ା ଯୋଉଗୁଡ଼ା ନା ତାକୁ ଦିଆରେ ବହି ପଢ଼ିବା ଆଉ କେବଳ ସେଇଥିପାଇଁ କେବଳ ସେଇଥିପାଇଁ ଈଶ୍ୱର ସେ ମୁଖକୁ ଚାହିଁ ଗଦଗଦେ ବଚନ ବୋଲାଇ ଗୁନାଥ ପରମ ମଙ୍ଗଳ ପ୍ରସନ୍ନ ଭୁବ ଆଦି ମୂଳ ଏ ତୋର ଚରଣ ଅରବିନ୍ଦ ଆଶ୍ରୟ ନ କରି ଗୋବିନ୍ଦ ଏ ଭବ ସାଗରୀ ଜନ ମାୟାର ହୁଅନ୍ତି ଅଧୀନ ସେ ମୂଢ଼ ପ୍ରାଣୀ ମାନଙ୍କର ଅନାଥ ହେମନ୍ତ ବିଭାର ତୋର ଚରଣେ ନ ଭଜନ୍ତି ଅଜ୍ଞାନେ ସଂସାରେ ପଡ଼ନ୍ତି সকল কর্তা তু ঈশ্বর তোর ভিয়ান এ সংসার এমন্তে নাভি স্তুতি শুনি দেবাধি দেব শিরোমণি অখিল বৃন্দারকগণ সেবন্তি যাহার চরণ সদয় চিতে ভগবান কান্তি কোমল বচনানন্দে গৌর হরি বল শ্রী ভগবান বাচ হে সর্বমুনি জন যেতে স্তুতিরে বস কলমতে মোর সদৃশ্য ইহা সুত মাগিল এ বড় অদ্ভুত মোহর রূপ তোমার কিরূপে হইবি কুমার মোর রূপ কেତେବେଳେ କୋଉ ଅନନ୍ତ ରୂପ ଆଉ ମୋର ସଦୃଶ ପୁତ୍ର ମାଗିଲେ ଗୋଟେ ଅଦ୍ଭୁତ ଜିନିଷ ତୁମେ ମାଗିଲ ତଥାପି ବ୍ରହ୍ମ ବାକ୍ୟ ମାନବୀ ଅର୍ଥ ହୋଇବ କେଶ ଯେହେତୁ ବ୍ରାହ୍ମଣମାନେ ସ୍ତୁତି କରି ମୋତେ ନିବେଦନ କରିଛନ୍ତି ତେଣୁ ତାଙ୍କ କଥା ତାର ଅଟଳ ତାଙ୍କ କଥାକୁ କେବେ ହେଲେ ଭାଙ୍ଗି ହେବ ନାହିଁ କାଟି ହେବ ନାହିଁ ବ୍ରହ୍ମାର କୂଳେ ପୁଳଏ ହୋଇ ମୋହର ପାଳିବା ଯୋଗାଇ ଏବେ ମୋ ପୁତ୍ର ରୂପ ହୋଇ ତନସରେ ଅବତରିମଇ ଏ ଦେଖ କହି ନାରାୟଣ ଅଗ୍ନିରେ ହେଲେ ଅନ୍ତର ଧ୍ୟାନ ହେଲେ ମୋରି ହଂସ କଳାଗ୍ନିକେ ତୁମକୁ ଭଗବାନ ଅଗ୍ନିରେ ଅନ୍ତର ଧ୍ୟାନ রাজা সহিতে মুনি গণ শুনিলে মন্ত বচন মন্তে মুনি যজ্ঞ করি প্রসন্ন করাইলে হরি রাজার প্রিয় ভাব বহি সে প্রভু মেরু দেবী তহি সংসারে ধর্ম বিস্তরণ অবতরিলে নারায়ণ বলই দাস জগন্নাথ स्तुति चरितानंदे हरि बोल इति श्रीमद्भागवते महापुराणे परमहंस संहितायां पंचम स्कन्धे नाभिचरिते वृषभावतार तृतीय अध्याय चतुर्थ अध्याय चरित वृषभ जात सते सुत तांकराजी प्रजानति आनंदे नेले दिन आनंदे गवार हरि बोल ଏତେ ସମୟ ହେଲା ବେଳେ 7:30 ଛୋଟ ଅଧ୍ୟାୟ ବୋଲି ସରି ଭଗବାନ ବୃଷଭଦେବ ଜନ୍ମ ହେବେ ତାଙ୍କର 100 ପୁତ୍ର ହେବେ ତାଙ୍କଠୁ ବା ଭଗବାନଙ୍କ ଅନୁସାରେ ଋଷଭଦେବ ଜନ୍ମ ହେବେ ଏ ନାଭିଙ୍କର ନନ୍ଦନ ହେଲେ ଋଷଭ ସେ ଭଗବାନ ବିଷ୍ଣୁଙ୍କର କଳା ନେଇକରି ଜନ୍ମ ହେବେ କପିଳ ଯେମିତି ଜନ୍ମ ହେଲେ ଆଉ ତାଙ୍କର ଋଷଭଙ୍କର 100 ପୁତ୍ର ହେବେ 100 ପୁତ୍ରରୁ 9 ଜଣ ପଳେଇବେ ସନ୍ନ୍ୟାସୀ ହେଇକି ଯେଉଁ ନବ ଯୋଗେନ୍ଦ୍ର ଯାଇକିରି ଏକାଦଶ ସ୍କନ୍ଧରେ ପଡ଼ିବେ 9 ଜଣ ସନ୍ନ୍ୟାସୀ ହେଇଯିବେ ଆଉ 81 ଜଣ ରହିଲେ 81 ଜଣ ତାଙ୍କର ବଡ଼ ପୁଅ ହେବେ ଭରତ ଭାରତ ବର୍ଷ ଯାହା ନାମରେ ନାମିତ ସିଏ ହେବେ ଭରତ ଆଉ ରହିଲେ 80 ଆଉ ଅନ୍ୟମାନେ ସମସ୍ତେ ସଂସାର କର୍ମ କରି ବେଦଜ୍ଞ ବ୍ରାହ୍ମଣ ଯେମିତି ଆମର ପୁରୋହିତ କାର୍ଯ୍ୟ କରି ସମସ୍ତ
ଯଜ୍ଞ କରୁଛନ୍ତି ସମସ୍ତେ ସେଇ କାର୍ଯ୍ୟରେ ଲାଗିବେ ବୃଷଭ ଦେବଙ୍କର ଭଗବାନଙ୍କୁ ପାଇଲେ ନିର୍ମଳ ଭାବ ମଧ୍ୟ ଦରକାର। ହଁ ସେଇଟା ତ ମୁଖ୍ୟ ଜିନିଷ ସେଇଥିପାଇଁ ଏତେ କଥା ସେ ଯେଉଁ ନିର୍ମଳ ଯେଉଁଟା କହିଲେ ସେତିକି ପାଇଁ ଆମେ ଏତେ ପାଠ କରୁଛେ ଏତେ ଜିନିଷ କରୁଛେ ଏତେ କଥା ସେ ଆମର ମନଟା ଯେତେବେଳେ ନିର୍ମଳ ହେଇଯିବ ଆପଣଙ୍କୁ ସବୁ ଗୁଡ଼ାକ ପଜିଟିଭ ଦେଖାଯିବ ଆଉ ନେଗେଟିଭ କିଛି ଦେଖାଯିବ ନାହିଁ ଆମକୁ ଏଇଟା ସବୁ ଗୁଡ଼ାକ ନେଗେଟିଭ ଦେଖାଯାଉଛି ସେମିତି ପ୍ରହ୍ଲାଦ ହଁ। ବାପ ଏତେ ଦୃଷ୍ଟ ଥିଲା ହଁ ପ୍ରହ୍ଲାଦ ନାରଦ ନେଇଗଲେ ବୋଲି ତା ପେଟରେ ଥିଲା ପ୍ରହ୍ଲାଦ ଏତେ ଜ୍ଞାନ ହେଇଗଲା ନା ଆଉ? ଶୁଣିଲି ସେ ଦିନ ରାତି ବସିକିରି କୟାଧୁଙ୍କ ସେ କତିରେ ଯଦି ନ ଯାଇଥାନ୍ତା ଏଇଠି ରହିଥାନ୍ତା ସେ କାହିଁ କିଏ ହେଇଥାନ୍ତା ସେ ଦିନ ରାତି ବସି ତାଙ୍କୁ ଏ ଭାଗବତ ତତ୍ତ୍ୱ ଶୁଣେଇଲେ କୟାଧୁଙ୍କୁ ନାରଦ ତାଙ୍କୁ ସଦାବେଳେ ଶୁଣେଇଲେ ସେ ଶୁଣିକି ଭାଇନା ଯାହା କହୁଥିଲେ ଏଇଥିପାଇଁ ସ୍ତ୍ରୀ ଲୋକମାନଙ୍କୁ ଦିଆଯାଏ ପଢିବା ପାଇଁ ବୋଲି ଆଗେ ସମସ୍ତେ ପଢୁଥିଲେ ନହେଲେ ଶୁଣୁଥିଲେ ସ୍ତ୍ରୀ ଲୋକମାନେ ଏଇଟା ଦିଆଯାଏ। ହଁ ଦିଆଯାଏ। ସେଇ ପ୍ରହ୍ଲାଦ କଥା ସେଇଥିପାଇଁ ସେଇଥିପାଇଁ ତ ହେଲା ନା ସେ ପରମ ଭାଗବତ କେମିତି ଭକ୍ତ ହଁ ଦେ ଦେଖିଆ ପଢୁନା ତ ଆମେ ଟିକେ ପଢିବା 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 କହିଲେ ଆକୁ ସମାପ୍ତ କରିବାକୁ ପଡ଼ିବ ୟାକୁ ବୋଲି ଦେଇ ସାରି ପଢିବା ସବୁ ବୋଲି ଦେଇ ସାରିକିରି ତାକୁ ପଢିବା ଭାଇ ତାକୁ କାଟି ଦେବାକୁ ପଡିବ ନା ଆପଣଙ୍କର ହଁ। ଯୁଗରେ ଭକ୍ତ ଥିଲେ ପ୍ରହ୍ଲାଦ ହୁଁ ଆଉ ଇଏ ତ୍ରେତୟା ଯୁଗରେ ଥିଲେ ଭକ୍ତ ଥିଲେ ଇଏ କୋଉଟା ମାରୁତି ହନୁମାନ ମାରୁତି ଯେ ହନୁମାନ ସେ ଆଚ୍ଛା ଆଉ ଆପଣଙ୍କର ଇଏଟା ତାଙ୍କର କ'ଣ ଦ୍ରାବିଡ଼ ନା ଦ୍ୱାପର। ଦ୍ୱାପର ଯୁଗରେ ଥିଲେ କିଏ ନା ଭକ୍ତ ଇଏ ଆପଣଙ୍କର ଦ୍ୱାପର ଯୁଗରେ କିଏ ଥିଲେ ଭକ୍ତ ଇଏ ଏବେ ମୁଁ ମନେ ପଡ଼ୁଛି ରାଧା ওই গোপী ଗୋପୀମାନ ସେଇ ରାଧା ହଁ ସେଇ ତ ମୁଖ୍ୟ ତାଙ୍କର 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 ତ ମୁଖ୍ୟ ଭକ୍ତ ସିଏ ଆଉ। ଯୋଉଠି ତାଙ୍କ ନାଁ ଧରିଲେ ପାର ହେଇଯାଉଛନ୍ତି ଆଉ ସେଠି କ'ଣ ସେ ନହେଲେ ପ୍ରଥମରୁ କାହିଁ ପଢା ହଉଛି ଆଗ ତାଙ୍କର ନାଁ ପଢା ହେଲେ ଯାଇକି ଭାଗବତ ପଢା ହବ ଯୁଗରେ ଭଗବାନ ହେଲେ ରାମ ଆଉ ଦ୍ୱାପର ଯୁଗରେ କୃଷ୍ଣ। କୃଷ୍ଣ ଦ୍ୱାପର ଯୁଗରେ କୃଷ୍ଣ କଳି ଯୁଗରେ ଜଗନ୍ନାଥ କଳିଯୁଗ ତ ପଶ୍ଚିମ ନୀଳାଚଳ ଧାମରେ ଆଉ ସାକ୍ଷାତ କଳି ଯୁଗରେ କିଏ ଜଗନ୍ନାଥ ଅଛନ୍ତି ଆଉ କିଏ ଜଗନ୍ନାଥ ରହୁଛନ୍ତି ଓମ୍ ଓମ୍ ମାନେ ମହାପ୍ରଭୁ ହଁ ତେଣୁ ଜଣକର ଆପଣ କହିପାରିବେନି କାହିଁକି ନା ଆମର ଯେଉଁଟା ଭାଗ ଭାଗ ସବୁ ରୂପ ହିସାବରେ କିନି ଆପଣ ଯେଉଁଟା କରିଛନ୍ତି ରୂପ ହିସାବରେ ଯେମିତି ଆମେ ଠାକୁର ଇଏ ଗଣ୍ଠି କରୁଛେ ନା କିନ୍ତୁ ପ୍ରକୃତରେ ତାହା ନୁହଁ। ସେ ତ ମହାପ୍ରଭୁ ଆଉ ସମସ୍ତଙ୍କର ପ୍ରଭୁ ସିଏ ଆଉ ମହାପ୍ରଭୁ ସିଏ, ହଁ। ତେଣୁ କଳି ଯୁଗରେ ହେଉଛନ୍ତି ଇଏ କାଶୀ ବିଶ୍ୱନାଥ 22 ପାବଚ ତଳେ ହଁ, ଆସିକିରି କାଶୀରୁ ପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଆସିକି 22 ପାବଚ ତଳ ପାହାଚରେ କାଶୀ ବିଶ୍ୱନାଥ ଆଗ ବସିଛନ୍ତି ପ୍ରଭୁ ଆଦେଶ ମତେ ହଉ ମୁଁ ଏ 22 ପାବଚ ଟପି ଯାଇ ଆପଣଙ୍କୁ ଗରୁଡ଼ ପଛରେ ଦର୍ଶନ କରିବି ଦର୍ଶନ କରିବେ। ବ୍ରହ୍ମା ଇତ୍ୟାଦି 33 କୋଟି ଦେବତା ସମସ୍ତେ ସ୍ତୁତି କରୁଛନ୍ତି ଆମକୁ ଆଦେଶ ହଉ ଭିତରକୁ ଯିବା ଆମେ ଯିବା ପାଇଁ ତେଣୁ ଚାରି ଧାମେ ସାର ଶ୍ରୀ ପୁରୁଷୋତ୍ତମ ଯେଉଁ ଆମର ଯେତେଟା ଧାମ ବର୍ତ୍ତମାନ ରହିଛି ଭାରତ ବର୍ଷରେ ସବୁ ଧାମରେ ସାର ହେଉଛି ଶ୍ରୀ ପୁରୁଷୋତ୍ତମ ଧାମ ବାସ୍। ଯେତେ ସାଧୁ ସନ୍ଥ ଯେତେ ଯିଏ ସବୁ ଏଇଠିକି ଆସିଛନ୍ତି ଶେଷରେ ଆଚାର୍ଯ୍ୟ ଶଙ୍କର କୁହନ୍ତୁ ନିମକାଚାର୍ଯ୍ୟ କୁହନ୍ତୁ ଯେତେ ଯିଏ ଏଠିକି କେହି ନ ଆସିଲେ କାହାରି ପୂର୍ଣ୍ଣତା ସେମିତି ଆମେ ଗଲେ କ'ଣ ସବୁ ତୀର୍ଥ କରିକିରି ହଁ ଏଠିକି ନଆଇଲେ ପୁରୀକି ନଆଇଲେ ପୂର୍ଣ୍ଣତା ପୁରୀ ଯାଇକି ଆସିବେ ଜଗନ୍ନାଥ ମହାପ୍ରଭୁଙ୍କର ଏତେ ଗୁରୁତ୍ୱ ଦେଇନାହାନ୍ତି ଇଏ ଓଡ଼ିଆ ମାନେ ହଁ। ଯାହାଦ୍ୱାରା କି ଇଏ ଅସୁବିଧା ହଉନି ଯେ ଅଶ୍ବିନୀ ଯୋଉଟା ଶବ୍ଦଟା ଆସୁଛି ନା କେବଳ ସେଇଥିପାଇଁ ଯେତେବେଳେ ବେଙ୍ଗଲୀ ମାନେ ଆପଣ ଦେଖିବେ ଯାଉନାହାନ୍ତି ପୁରୀରେ ପାଇବେ ବେଙ୍ଗଲୀ କେବଳ ବେଶୀ ବହୁତ ବହୁତ ବେଶୀ ସେମାନେ କେବଳ ବେଙ୍ଗଲୀ ପାଇବେ ଏପଟେ ଲୋକ ଆଉ ସେପଟେ ଆନ୍ଧ୍ର ତାମିଲନାଡୁ ସେଇପଟ ଲୋକ ଆଉ ଏପଟେ ଯାହା କହିଲେ ଭାଇନା ବଙ୍ଗାଳୀ ବେଙ୍ଗଲୀ ଲୋକ ସବୁ ପୁରୀରେ ଭର୍ତ୍ତି
ସିଏ ସବୁ ଘର ଫର କରିଗଲେଣି ହଁ। ସମୁଦ୍ର କୂଳେ କୂଳେ ସବୁ ଆଉ ଦକ୍ଷିଣ ଭାରତରୁ ତାଙ୍କୁ କେମିତି ଯେତେକ ଜାଗା ମିଳୁଛି ଘର କରିବା ପାଇଁ ଓଡ଼ିଆ ମାନଙ୍କୁ କାହିଁ ନ ମିଳୁଛି କହୁନା ସେପଟୁ ଯିଏ ଆସିବେ ସ୍ତ୍ରୀ ହୁଅନ୍ତୁ ପୁରୁଷ ହୁଅନ୍ତୁ ଦକ୍ଷିଣ ଭାରତରୁ ସମସ୍ତେ ଲଣ୍ଡା ହେବେ ପୁରୀରେ। ହଁ ସ୍ତ୍ରୀ କଣ ପୁରୁଷ କଣ? ଆପଣ ଦେଖୁନ ସେମାନଙ୍କର ଭକ୍ତି କେତେ ବହୁତ। ଶ୍ରଦ୍ଧା କେତେ ହଁ। ଆନ୍ତରିକତା କେତେ ବେଙ୍ଗଲୀ ଯୋଉ ବୋହୁ ଗୁଡା ଆଉ? ଆସୁଥିବେ ସ୍ତ୍ରୀ ଲୋକ ଗୁଡା ଆମ ପାଖରେ କିଛି ନେଇ ତାଙ୍କ ପାଖରେ ନାହିଁ ନା ଚଳେ ସେଇଆ ବା। ଆପଣ ଦେଖୁନ ଜଗନ୍ନାଥ ମନ୍ଦିର ପଶିଯିବେ ସେ ଝିଅ ବୋହୁ ଯେତେକ ଆପଣ ଦେଖିବେ ଏତେ ଶ୍ରଦ୍ଧା ଭକ୍ତି ହଁ। ଆପଣ ଇଏ କରିପାରିବେ ନାଇଁ ନାଇଁ ସେଇଟା କେତେ ଆମ ଓଡ଼ିଆ ମାନଙ୍କ କିନ୍ତୁ ଏଇ ଅଶ୍ବିନୀ କହିବାର କାରଣଟା ହଉଛି କେବଳ ଏଇଟା ହିଁ ବୁଝନା ହେଇପାରୁନି ଏଠି ସେ ଏକଦମ ପକ୍କା କଥା। ବା ଦେଖିଛି ଦକ୍ଷିଣେଶ୍ୱର କାଳୀବାଡ଼ିରେ ହଁ ବଙ୍ଗାଳୀ ମାନେ ଖାଲି ମୁଣ୍ଡ ପିଟି କାନ୍ଦୁଥିବେ ସେ ପଥର କିନ୍ତୁ ମା ନା, ମୁଁ ମତେ ଦର୍ଶନ ଦିଅ। ମୁଁ ଦେଖିଛି ଖାଲି ମୁଣ୍ଡ ପିଟି କାନ୍ଦୁଥିବେ ବସିକି। ବୁଝୁଛ? ଏ ତ ଦ୍ୱିତୀୟ ବଙ୍ଗଳା ହେଇଯିବ ପୁରୀଟା ସିଏ ଯେତେ ସବୁ ପୃଥିବୀର ବିଭିନ୍ନ ଆସୁଛନ୍ତି ଦକ୍ଷିଣ ଭାରତରୁ କଣ ଉତ୍ତର ଆମେ ସାଢେ କଣ ଥିଲେ ଇଏ ଓଡ଼ିଆ ଲୋକ ଜମା ଯାଆନ୍ତି ଦର୍ଶନ କରିବାକୁ ନା କିନ୍ତୁ ଏଇଠି ଯାଉନାହାନ୍ତି କେହି। ଏଇଠି ତ ଯାଉନା ଅଧିକାଂଶ ଆରେ ହନିମୁନ କରିବା ପାଇଁ ପୁରୀଟା ହଉଛି ତାଙ୍କର ହଁ ହନିମୁନ ପାଇଁ ଆପଣ ଇଏ କହୁନାହାନ୍ତି ଆସାମୀ ଲୋକ ବସରେ ହଁ। ଆସନ୍ତି ଆସୁଛନ୍ତି। ବାହାରୁ ବହୁତ ଲୋକ ଯେତେ ରିଜର୍ଭ ବସ ସବୁ ଆସୁଛନ୍ତି ସେଇ ବାହାର ସବୁ ଲୋକ ସବୁ। ହଁ ଆପଣ କେବଳ ଭାରତ ବର୍ଷରେ କିନ୍ତୁ ଗୋଟିଏ ମନ୍ଦିର ଯୁଆଡ଼େ ଚାହିଁବ ସେ ସିଆଡ଼େ ଯାଇପାରିବ ହଁ। ଭିତରେ ମନ୍ଦିର ଭିତରେ ହଁ। କିନ୍ତୁ ଏଇ ଯେ ଦେଖୁନାହାନ୍ତି ଚାରିଟା ଦୁଆର ମୋର ବନ୍ଦ କରିଦେଇ ଚାରିଟାକୁ ଗୋଟେ କରିଛନ୍ତି ଏଇ କ'ଣ ଏଇ କରିଛନ୍ତି ନା କାହିଁକି? ନହେଲେ ଆଗରୁ ମୂଳରୁ ସେଇ ଉଦ୍ଦେଶ୍ୟରେ ହେଇଥିଲା। ନା ନାଇଁ ସେ ହେଲା ବେଳକୁ ଆହୁରି ଡିଷ୍ଟର୍ବ ହଉନି ଡିଷ୍ଟର୍ବ ହଉଛି ବା। କାହିଁକି ହଉଛି? ସେଟା କରା ଫ୍ରିରେ ପଶୁଥିଲେ ଯାଉଥିଲେ ଯିଏ ଯୁଆଡେ ଯାଉଥିଲେ ଯିଏ ଯୁଆଡେ। ଚାରିଟା ଦୁଆର ଖୋଲ ଦେଇକି ଯିଏ ଯୁଆଡ଼େ ଯାଇପାରିବ ହଁ। ବାସ୍। ଦର୍ଶନ କରିବ ପଳେଇବ ସେଇ ଉଦ୍ଦେଶ୍ୟରେ ସେଟା ହେଇଛି। ଖାଲି କମେଇ କରିବାରେ ଏଇ ହଉଛି କଥା। ଆଉ ଅନ୍ୟାନ୍ୟ ମନ୍ଦିର ଗୁଡ଼ା କଞ୍ଜଷ୍ଟେଡ୍ ଟିକେ ଟିକେ ଯଦି ଗଳି ରାସ୍ତା ହଁ ଆଉ ଏଇ କ'ଣ ଏଇଭଳିଆ ହେଇଛି ନାଇଁ ଏଭଳିଆ ଆଉ କୋଉଠି ତାହେଲେ ଏଭଳିଆ କୋଉଠି। ଏବେ ଜଗନ୍ନାଥ ବିଶ୍ୱନାଥ ମନ୍ଦିର ଯୋଉଟା ହଉଛି ବନାରସରେ ସେଇଟା କାହିଁକି ଫାଙ୍କା ହେଇଗଲା କି ମୋଦି ପାଇଁ ଫାଙ୍କା ହେଇଛି କାହିଁକି ନା ଆପଣ ଯେତେକ ସେବାୟତ ମାନେ ଦଖଲ କରିଯାଇଥିଲେ ଗଳି ରାସ୍ତା ମାନେ ଏଇ ଆପଣଙ୍କର ଏଇ ଯୋଉ ଖୁଣ୍ଟରୁ ସେ ଖୁଣ୍ଟ ପର୍ଯ୍ୟନ୍ତ ସେତିକି। କେବଳ ସେତିକି ରାସ୍ତା ଆଉ କଣ ଆମର କହୁନାହାନ୍ତି ଆଗ ଗୋଟେ ମୁଖ୍ୟ 5 ସ୍ଥାନ। କିଲୋମିଟର ଲାଇନ୍ କାଶୀ ବିଶ୍ୱନାଥ ହଉଛି ଗୋଟେ ପ୍ରମୁଖ ସ୍ଥାନ ଭାରତ ବର୍ଷର। ତା ନହେଲେ କି ଶିବ ମନ୍ଦିରଟା ପାଖ ଭିତରେ କିନି ମୁସଲିମ ଅମୁଜ କେମିତି ହେଳୁଆ ତା ପାଖରେ ଲାଗିଛି ଅମୁଜ ହେଇକି ଭାଇ ଲାଗିଛି ସବୁ ଦେଖିକିରି ଆଇଛନ୍ତି ତେଣୁ ଏଟା ପ୍ରତ୍ୟକ୍ଷଦର୍ଶୀ ଆଉ ଏଇଟା ସମ୍ଭବ କେମିତି ହବ ବେଳ ବୋଲିଦବା। Hare Krishna, Hare Krishna.